ଦେଖନ୍ତୁ ଭଦ୍ରକର ସର୍ବାଙ୍ଗୀନ ଉନ୍ନତି କେବଳ ଆମେ ଦୁଇ ଜଣ ଚିନ୍ତା କରିଦେଲେ ହେବନି, ସମସ୍ତଙ୍କର ଏଇଟା ହେଉଛି ଦାୟିତ୍ୱ। ଆଜି ଯେଉଁଟା 25 ବର୍ଷ ଧରି ଭଦ୍ରକରେ ହେଇପାରୁନଥିଲା ତାହା ସମ୍ଭବ ହୋଇପାରିଛି ଆପଣମାନଙ୍କ ସହଯୋଗ ଯୋଗୁଁ, ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଏବଂ ପ୍ରଶାସନିକ ତତ୍ପରତା ଯୋଗୁଁ। ତେଣୁ ଏଥିରେ ଆମ ସମସ୍ତଙ୍କର ସହମତି ଅଛି, ସମସ୍ତଙ୍କର ଭଦ୍ରକ ଉନ୍ନତି କରିବାର ଇଚ୍ଛା ଆଗ୍ରହ ମଧ୍ୟ ଅଛି। ସବୁଠୁ ବଡ଼ ସମସ୍ୟା ଭଦ୍ରକରେ ଯେଉଁ କଥା ପ୍ରଭାତ ଭାଇ କହୁଥିଲେ, ଗୋଟିଏ ଜାଗାରେ ନିରୂପଣ କରିକି ସେଠି ଅଫିସ୍ କରିବା, ଆମର ସରକାରୀ ଜାଗା ଭଦ୍ରକରେ ବହୁତ କମ୍ ଅଛି। ଆଉ ଯେଉଁ କିଛି ଜାଗା ବି ଅଛି ତାକୁ ଜବରଦଖଲରେ ଥିଲା। ଆମକୁ ବର୍ତ୍ତମାନ ପ୍ରଶାସନକୁ ଲଗେଇ ତାକୁ କ୍ଲିୟର କରିବାକୁ ପଡ଼ୁଛି, କୌଣସି ଗୋଟେ ଡ୍ରେନ୍ କରିବାକୁ ବି ଆମ ପାଖରେ ଜାଗା ନାହିଁ। ତେଣୁ ଆପଣମାନେ ସେଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ସର୍ବପ୍ରଥମେ ତ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବି ଯେ ଆପଣ ଗୋଟେ ଯେଉଁ ଉଚ୍ଛେଦ ପ୍ରକ୍ରିୟାକୁ ଗୋଟେ ସକାରାତ୍ମକ ଭାବରେ ନେଇଛନ୍ତି। ଭଦ୍ରକର ସର୍ବାଙ୍ଗୀନ ବିକାଶ କରିବାକୁ ହେଲେ ସରକାରୀ ଜାଗା ଯେଉଁଠି ଜବରଦଖଲ ଅଛି ତାକୁ ଆମକୁ ମୁକ୍ତ କରିବାକୁ ପଡ଼ିବ। ଯେକୌଣସି ଅଫିସ୍ ହେଉ, ଯେକୌଣସି ଯୋଜନା ଗୋଟେ ପରିକଳ୍ପନା ଆମେ କରୁଛନ୍ତି, ସେଥିପାଇଁ ଜାଗାର ଆବଶ୍ୟକତା ରହିଛି। ଯେଉଁ କଥା ବିଧାୟକ ମହୋଦୟ ମଧ୍ୟ କହିଛନ୍ତି, ଯେତିକି ମାନେ ଉଚ୍ଛେଦ କରାଯାଇଛି ତାକୁ ତା'ର ସୌନ୍ଦର୍ଯ୍ୟକରଣ ଏବଂ ତା'ର ଥଇଥାନ ପାଇଁ ସେ ବିସ୍ତୃତ ଭାବରେ କ'ଣ କରାଯାଇଛି, ଅର୍ଥରାଶି କ'ଣ ଆସିଛି ଏବଂ କ'ଣ ବ୍ୟବସ୍ଥା ହେଇଛି ସେଥିପାଇଁ ସେ କହିସାରିଛନ୍ତି। ମୁଁ ଖାଲି ଏତିକି କହିବି ଯେ ଆମେ ବହୁତ ଜାଗା ଯେଉଁଠି ଏପର୍ଯ୍ୟନ୍ତ ଜବରଦଖଲରେ ଅଛି ତାକୁ ହଟାଇବା ପାଇଁ ପ୍ରୟାସ କରୁଛୁ। ସବୁଠାରୁ ଦୁଃଖର ବିଷୟ ହେଉଛି ଆମେ ଯେତେବେଳେ ଏ ପ୍ରୟାସ କରୁଛୁ, ଆମରି ଭିତରୁ କିଛି ଲୋକ ସେ ଜିନିଷକୁ ବନ୍ଦ କରିବା ପାଇଁ ଆମକୁ ପ୍ରେସର କରୁଛୁ। ଦେଖନ୍ତୁ, ଏ ପ୍ରୟାସ ତ ଯଦି ଆମେ ଭଦ୍ରକର ଉନ୍ନତି କରିବା, ସରକାରୀ ଜାଗାର ଆବଶ୍ୟକତା ଅଛି। ତେଣୁ ସରକାର ତ ପୁଣି ଯେଉଁଠି ଜାଗା ନାହିଁ ସେଠାରେ ପୁଣି ଏକ୍ୱାୟାର କରିକି ପଇସା ଦେଇ କିଣିକି କରିବେ। କିନ୍ତୁ ଯେତିକି ଜାଗା ବି ସରକାରଙ୍କର ଅଛି, ଆମେ ସମସ୍ତେ ଦାୟିତ୍ୱବାନ ହେଇକି ତାକୁ ସରକାରକୁ ହସ୍ତାନ୍ତର କଲେ ସବୁଠୁ ସୁବିଧା ହେବ। ଏବଂ ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ଯେଉଁଠି ଯେଉଁ ଅଫିସ୍ ହେବା କଥା ତା'ର ଗୋଟେ ପୁରା ମ୍ୟାପ୍ ତିଆରି ସରିଛି, ତା'ର ଯୋଜନା DPR ମଧ୍ୟ ତିଆରି ସରିଛି। ସେଥିପାଇଁ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟରେ ଯେଉଁ କୋର୍ଡ଼ିନେସନ୍ ରହିବା କଥା, ସେ କୋର୍ଡ଼ିନେସନ୍ର ସ୍ତରରେ ସବୁ ଅଛି। କାହିଁକିନା ଯଦି ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ଆଜି ଗୋଟେ ବଜେଟ୍ ବନେଇକି ଦେଲା, ତାକୁ କ୍ଲିୟରାନ୍ସ ବି ଅନ୍ୟ ଥ୍ରୁରେ ହେବାର ଅଛି। ତେଣୁ ସେ ବ୍ୟବସ୍ଥାରେ ଅଛି। ବର୍ତ୍ତମାନ ସାମୟିକ ଭାବରେ 17 କୋଟି ଆସିଛି ନା, 17 କୋଟି ଆସିଛି। ବର୍ତ୍ତମାନ ଯେତିକ ଉଚ୍ଛେଦ ହେଇଛି ତାକୁ ତା'ର ସୌନ୍ଦର୍ଯ୍ୟକରଣ ଏବଂ ପ୍ରଶସ୍ତିକରଣ ଏବଂ କିଛି ଲୋକ ଯେଉଁ ବିସ୍ଥାପିତ ହେଇଛନ୍ତି ତାଙ୍କୁ ଥଇଥାନ କରିବା। ତେଣୁ ମୁଁ ଭାବୁଛି ଆମେ ସମସ୍ତେ କେଉଁଠି ଆଜି ଆମେ ସେଇଥିପାଇଁ ଡାକିଥିଲୁ ଆପଣମାନଙ୍କୁ, ଆପଣମାନେ ପ୍ରସ୍ତାବ ଦିଅନ୍ତୁ। ଯେମିତି ପ୍ରଭାତ ଭାଇ କହିଲେ ତହସିଲ ଅଫିସ୍କୁ ଯାଇଥିଲେ, ସେଠି ସରକାର ମାଗିଛନ୍ତି କେଉଁଠି ସରକାରୀ ଜାଗା ଅଛି ତାକୁ ନିରୂପଣ କରିକି ତା'ର ତଥ୍ୟ ଦିଆଯାଉ। ତାହେଲେ ସରକାର ତାକୁ ଜବରଦଖଲ ଉଚ୍ଛେଦ କରିକି ସେଠାରେ ନୂତନ ବିଲ୍ଡିଂ ମାନ କରିବେ କିମ୍ବା ଅଫିସ୍ ମାନ ହେଇପାରିବ କିମ୍ବା କୌଣସି ଜନହିତକାରୀ ଯୋଜନା ପ୍ରସ୍ତୁତ କରିପାରିବେ। ତେଣୁ କେବଳ ଏଟା ସରକାରଙ୍କ ଦାୟିତ୍ୱ ନୁହଁ, ଆମର ମଧ୍ୟ ଦାୟିତ୍ୱ। ସରକାରଙ୍କର ଆଉ କିଛି ଦିନ ପରେ ସରକାରଙ୍କର 1 ବର୍ଷ ପୂର୍ତ୍ତି ହେବା ପାଇଁ ଯାଉଛି। ସେହି ଅବସରରେ ଆଜି ଗଣତନ୍ତ୍ରର ଯେଉଁମାନେ ଚତୁର୍ଥ ସ୍ତମ୍ଭ, ଯେଉଁମାନେ ଜାଗ୍ରତ ପ୍ରହରୀ, ସେହି ବ୍ୟକ୍ତିବିଶେଷଙ୍କ ସହିତ ଏକ ଆଲୋଚନା ଚକ୍ର ମାଧ୍ୟମରେ କ'ଣ ଆମେ 1 ବର୍ଷ ମଧ୍ୟରେ କେଉଁ କାର୍ଯ୍ୟକ୍ରମ କରିଛୁ ନିର୍ବାଚନ ମଣ୍ଡଳୀରେ ଏବଂ ଆଗାମୀ ଦିନରେ ଆମର ଯୋଜନା କ'ଣ ଅଛି। ଏବଂ ଆଉ ଯେହେତୁ ଆପଣମାନେ ସମାଜର ଜାଗ୍ରତ ପ୍ରହରୀ, ଆପଣମାନଙ୍କର ସମାଲୋଚନା, ଆପଣମାନଙ୍କର କ୍ୟାମେରାର ଦୃଷ୍ଟିକୋଣ, ଆପଣମାନଙ୍କର କଲମର ଲେଖନୀ ଏ ସମାଜରେ ସମୟ ସମୟରେ ପରିବର୍ତ୍ତନ ଆଣିଛି। ସେଥିପାଇଁ ଆଜି ସାମ୍ବାଦିକ ବନ୍ଧୁମାନଙ୍କର ମଧ୍ୟ ମତାମତ ଲୋଡ଼ିଥିଲୁ। ବହୁ ମୂଲ୍ୟବାନ ମତାମତ ମଧ୍ୟ ଅନେକ ସାମ୍ବାଦିକ ବନ୍ଧୁ ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଯେଉଁ ମତାମତ ଗୁଡ଼ିକ ଆସିଛି, ସେ ମତାମତ ଗୁଡ଼ିକୁ ନିଶ୍ଚିନ୍ତ କାର୍ଯ୍ୟକାରୀ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଯେଉଁ 1 ବର୍ଷ କଥା ପଚାରୁଥିଲେ, 1 ବର୍ଷ ମଧ୍ୟରେ ନିର୍ବାଚନ ମଣ୍ଡଳୀର ଆମେ ଯେଉଁ ସଂକଳ୍ପ ପତ୍ର ସାଧାରଣ ଲୋକଙ୍କୁ ଆମେ ପ୍ରଦାନ କରିଥିଲୁ ନିର୍ବାଚନ ପୂର୍ବରୁ, ଭଦ୍ରକର ମେଡ଼ିକାଲ କଲେଜ କଥା ହେଉ କିମ୍ବା ଭଦ୍ରକର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କଥା ହେଉ କିମ୍ବା ଭଦ୍ରକ ଏକ ବିଶ୍ୱବିଦ୍ୟାଳୟର ସ୍ଥାପନା କଥା ହେଉ, ତା ମଧ୍ୟରୁ ଭଦ୍ରକର ଭଦ୍ରକ ଜିଲ୍ଲାରେ ଏକ ମେଡ଼ିକାଲ କଲେଜ, ସେ କଥା ମାନ୍ୟବର ମୁଖ୍ୟମନ୍ତ୍ରୀ
चलित बजेट रे घोषणा कर सारी अर्थराशि अनुमोदन कर आगामी दिन में खूब शीघ्र ये प्रकल्प कार्यकारी हेबो। आपण मैंने जानी जो कथा भद्रक जिलार कथा आम जो कहते टेक्सटाइल पार्क कथा जोटा कि गोटे सबुठारु बड़ सफलता आम सरकार जहाद्वारा अनेक निजुक्ति सृष्टि होगा सहित भद्रक विकास आउ पदे आगू बढ़िबो एवं भद्रक सहरांचल दीर्घ वर्ष धरी जोपरी भाव में भद्रक मुख्य सहरांचल को जबर दखल करी रखा जाइतिला सरकार आसीबा परे से जबर दखल को उच्छेद करा जाई ता सहरर मुख्य अंश को किपरि सौंदर्यीकरण करा जाय पाइबो ता पई मध्य अर्थराशि अनुमोदित हो सारी टेंडर मध्य प्रक्रिया समाप्त होईची। आगामी दिन में ये वर्षा ऋतु पर खूब शीघ्र आपण मैंने देखिए भद्रक नुआ रूपरेख आउ जो मानक आम विस्थापित करूँ थैथान करने आम अर्थ अनुमोदित कर सारी केवल स्थान निरूपण कर आवश्यक से कार्यक्रम आम आगामी दिन में खूब शीघ्र से कार्यक्रम आम हाथ को नहीं समाप्त करूँ जो जो प्रतिश्रुति देइथिलु से प्रतिश्रुति अनेक आम पालन करूँ आउ जो प्रतिश्रुति रही से प्रतिश्रुति को आगामी दिन में पालन करूँ केवल आपण मानक सहयोगिता सहभागिता निहाती आवश्यक कारण जो कथा माननीय सांसद महोदय कहले केवल सांसद किंबा विधायक किंबा जड़े जनप्रतिनिधि चाहिए सहर विकास हो पार ना तापाई सहरवासी सहयोग सहयोगिता आवश्यकता अच्छी आपण समस्त को बहुत बहुत धन्यवाद देवी आपण मैंने आपंकर मूल्यवान समय आमको देइछन्ति। आज यही सरकार जो 1 वर्ष पूर्ति होगा जाऊँगी यही अवसर में ये अवसर को आज आप स्मरणीय कर समस्त को बहुत बहुत धन्यवाद।